ମୋର ଏହି ରାଶିଫଳ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓଟି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବା ପାଇଁ ଯାଉଛି, କାହିଁକି ନା ନଭେମ୍ବର ମାସର ମାସିକ ରାଶିଫଳ ଆଲୋଚନା କରାଯିବ। ଏଥିରେ ଆମେ ଜାଣିବା ଆପଣଙ୍କର ନବଗ୍ରହଙ୍କର ସ୍ଥିତି ଆପଣଙ୍କର ଗ୍ରହ ଚଳନ ଜୀବନ ଉପରେ କଣ ପ୍ରଭାବ ପକାଉଛି। ଗ୍ରହ ଚଳନ ଆମ ଜୀବନ ଉପରେ ବହୁତ କିଛି ପ୍ରଭାବ ନିଶ୍ଚୟ ଭାବରେ ପକାଇଥାଏ। କେତେ ଆପଣଙ୍କୁ ସପୋର୍ଟ ଦଉଛି, କେତେ ନେଗେଟିଭ ଦଉଛି, ସେ ବିଷୟରେ ଆମେ ଚର୍ଚ୍ଚା କରିନେବା ଏ ଭିଡିଓରେ। ଆମେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର କଣ ଘଟିବ ଆମେ ସେ ବିଷୟରେ ଆଲୋଚନା କରାଯିବ। ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ, ଆପଣଙ୍କର ଶିକ୍ଷା ସମ୍ପର୍କରେ, ଆପଣଙ୍କର ପାରିବାରିକ କ୍ଷେତ୍ର କିପରି ରହୁଛି, ଆପଣଙ୍କର ବୈବାହିକ ଜୀବନ ବିଷୟରେ, ଆପଣଙ୍କର ପ୍ରେମ ଜୀବନ ସମ୍ପର୍କରେ, ଆପଣଙ୍କର ବିଜନେସ କିପରି ରହିବ, ଆପଣଙ୍କର ଭାଗ୍ୟ କ୍ୟାରିୟର ସମ୍ପର୍କରେ ମଧ୍ୟ ଆମେ ଚର୍ଚ୍ଚା କରିବା ଭିଡିଓରେ। ତେଣୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷରେ ମଧ୍ୟ ଗ୍ରହମାନଙ୍କୁ ଟାଳିବା ପାଇଁ, କିଛିଟା ଅବସାନ ଘଟାଇବା ପାଇଁ ମୁଁ ଉପାୟ ମଧ୍ୟ କହିବି। ଭିଡିଓଟି ଆଗକୁ ବଢିବା ପୂର୍ବରୁ ଯଦି ମୋର ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିନିଅନ୍ତୁ, ଯାହା ଫଳରେ ପ୍ରତ୍ୟେକ ଦିନର ଦିନଚର୍ଯ୍ୟା ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭଲ ଲାଗିଲେ ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ, ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଲାଇକ୍ କରନ୍ତୁ। ମେଷ ରାଶି, ପ୍ରଥମେ ଜାଣିନେବା ନବଗ୍ରହଙ୍କର ସ୍ଥିତି କିପରି ରହିଅଛି ଏବଂ ଏବେ ସାଙ୍ଗେ ସାଙ୍ଗେ 19 ଅକ୍ଟୋବରକୁ ଆପଣଙ୍କ ରାଶିରେ ଗୁରୁଙ୍କର ପରିବର୍ତ୍ତନ ମଧ୍ୟ ହୋଇଛି। ଗୁରୁଙ୍କର ଆପଣଙ୍କ ରାଶିରେ ଆପଣଙ୍କର ସୁଖ ସ୍ଥାନରେ ଅଛନ୍ତି। ରାଶିର ଲର୍ଡ, ରାଶିର ସ୍ୱାମୀ ଅଧିପତି ହେଉଛନ୍ତି ମଙ୍ଗଳ। ସେ ଅଛନ୍ତି ଅଷ୍ଟମ ସ୍ଥାନରେ, ବୁଧଙ୍କ ସାଙ୍ଗରେ ମିଶିକି ଅଛନ୍ତି। ବୁଧ ଅଛନ୍ତି ପୁଣି ଚତୁର୍ଥ ଗୃହରେ ଉଚ୍ଚ ସ୍ତରରେ ଅଛନ୍ତି। କେତୁ ଅଛନ୍ତି ପଞ୍ଚମ ସ୍ଥାନରେ। ସୂର୍ଯ୍ୟ ଏବଂ ଶୁକ୍ର ଦୁଇ ଜଣଙ୍କର ସଂଯୋଗ ବନୁଛି ସପ୍ତମ ଗୃହରେ। ରାହୁ ଅଛନ୍ତି ଏକାଦଶରେ ଏବଂ ଶନି ବିରାଜମାନ ଅଛନ୍ତି ଦ୍ୱାଦଶରେ। ହଁ, ମନେ ପକେଇ ଦେବାକୁ ଚାହୁଁଛି 7.5 ଆପଣଙ୍କ ରାଶିରେ ଚାଲୁଛି। ଶନି ବକ୍ରୀ ମଧ୍ୟ ଅଛନ୍ତି 27 ନଭେମ୍ବର ପର୍ଯ୍ୟନ୍ତ। ପ୍ରଥମେ ଜାଣିନେବା ସ୍ୱାସ୍ଥ୍ୟ ସମ୍ପର୍କରେ, ସ୍ୱାସ୍ଥ୍ୟକୁ ନେଇକି କିପରି ରହିବ ମାସରେ। ପ୍ରଥମ ଗୃହ ହୋଇଥାଏ ଇମ୍ୟୁନିଟିର, ସ୍ୱାସ୍ଥ୍ୟର, ଏଇଟା ସବୁବେଳେ କହି ଆସିଛି। ପ୍ରଥମ ଗୃହର ସ୍ୱାମୀ ଅଛନ୍ତି ମଙ୍ଗଳ। ସେ ଅଛନ୍ତି ଅଷ୍ଟମ ସ୍ଥାନରେ। ମଙ୍ଗଳ ନିଜ ଗୃହରେ ଯେହେତୁ ଅଛନ୍ତି ଏବଂ ବିପରୀତ ରାଜଯୋଗ ମଧ୍ୟ ବନଉଛନ୍ତି। ମଙ୍ଗଳ ଏଠି ଦେଖାଗଲେ ଷ୍ଟ୍ରଙ୍ଗ ଯୋଗ ବନଉଛନ୍ତି, ଷ୍ଟ୍ରଙ୍ଗରେ ଅଛନ୍ତି। ସୂର୍ଯ୍ୟ ମଧ୍ୟ ଅଛନ୍ତି, ସଂଯୋଗରେ ଅଛନ୍ତି। ଗୁରୁ ମଧ୍ୟ କେନ୍ଦ୍ରରେ ଅଛନ୍ତି, ଉଚ୍ଚରେ ମଧ୍ୟ ଅଛନ୍ତି। ଏଠି ଯଦି ଦେଖିବା ଗୁରୁ ଉଚ୍ଚ ସ୍ଥାନରେ ରହୁଛନ୍ତି, କିନ୍ତୁ ସୂର୍ଯ୍ୟ ଅଷ୍ଟମ ଗୃହକୁ ଆସିଯିବେ 16 ନଭେମ୍ବରକୁ। ଯଦି ଆମେ ଦେଖିବା 16 ନଭେମ୍ବର ପରେ ଆପଣଙ୍କର ଆଖି ସମୟ ସମୟରେ କିଛିଟା ମାତ୍ରାରେ ଜଳାପୋଡା ସାମାନ୍ୟ ଦେଖାଯିବାର ସମ୍ଭାବନା ଦେଖାଯାଉଛି, କିମ୍ବା କୌଣସି ପ୍ରକାର ଇନଫେକ୍ସନ ଜନିତ ମଧ୍ୟ ଦେଖାଯିବା ସମ୍ଭାବନା ରହୁଛି। ଟିକେ ଅଧିକ ଖାଇବା ପିଇବା ଉପରେ 16 ନଭେମ୍ବର ପରେ, ଖାସ କରିକି ଆପଣଙ୍କର ଖାଇବା ପିଇବାରେ ମଧ୍ୟ ବିଶେଷ ଧ୍ୟାନ ଦେବାର ଅଛି, କାହିଁକି ନା ଷ୍ଟୋମାକ ଜନିତ ପ୍ରୋବ୍ଲେମ ମଧ୍ୟ ଆସିବାର ଅଧିକ ସମ୍ଭାବନା ଦେଖାଯାଉଛି। କିନ୍ତୁ 16 ନଭେମ୍ବର ପରେ ତାପରେ ବିଶେଷ କିଛି ବେଶୀ ସମସ୍ୟା ଦେଖାଯିବନି, କିନ୍ତୁ ଆପଣ ଖାଦ୍ୟପେୟ ଉପରେ, ଆପଣ ଇନଫେକ୍ସନ ଜନିତ କିଛି ଯଦି ଡଷ୍ଟ ଆଲର୍ଜି ଅଛି ସେମାନେ କିଛି ଧ୍ୟାନ ଦେବାର ଅଛି ଶରୀରକୁ। କିନ୍ତୁ 16 ନଭେମ୍ବର ପୂର୍ବରୁ ବହୁତ ଭଲ ରହୁଛି ଆପଣଙ୍କର ଶରୀର। ପରବର୍ତ୍ତୀ ଚର୍ଚ୍ଚା କରିନେବା ବିଦ୍ୟାର୍ଥୀମାନଙ୍କ ପାଇଁ। ବିଦ୍ୟାର୍ଥୀମାନଙ୍କର କିପରି ଡେଭଲପ ରହିବ, କିପରି ଉନ୍ନତି ରହିବ, ସେ ବିଷୟରେ ଆମେ ଚର୍ଚ୍ଚା କରିବା। ବିଦ୍ୟାର୍ଥୀମାନଙ୍କର ଗୃହ ହୋଇଥାଏ ପଞ୍ଚମ ଗୃହରୁ ଦେଖାଯାଇଥାଏ ଶିକ୍ଷାର ମାନ, ଏବଂ ପଞ୍ଚମ ଗୃହରେ ଅଛନ୍ତି କେତୁ ଅବସ୍ଥାନ କରିଛନ୍ତି। ସୂର୍ଯ୍ୟ ଅଛନ୍ତି ସପ୍ତମରେ। ଯଦି ମୁଁ କହିବି ବିଗତ କିଛି ଦିନରେ କୋଚିଂ କ୍ଲାସ ହେଉ, ଟ୍ୟୁସନ ହଉ, କିଛି ବି ଯଦି କିଛି ଜଏନ କରିନାହାନ୍ତି ନା, ଏଇ ନଭେମ୍ବରରେ ବିଶେଷତଃ ସମୟ ରହୁଛି ଏସବୁ ଜଏନ କରିବାର। ନଭେମ୍ବର ଡିସେମ୍ବର ନିଶ୍ଚିତ ଭାବରେ କୌଣସି ନା କୌଣସି କ୍ଲାସେସ୍ ହଉ, ଟ୍ୟୁସନ କ୍ଲାସ ହଉ, କୌଣସି ପ୍ରକାର ମାନେ ନୂଆକିରି ଜଏନ କରିବାର ସମ୍ଭାବନା ଅଧିକ ଦେଖାଯାଉଛି। ପରିବର୍ତ୍ତନ ମଧ୍ୟ କରିବାର ଦେଖାଯାଉଛି, କାହିଁକି ନା କେତୁ ଅଛନ୍ତି ନା, ପୁଣି ସୂର୍ଯ୍ୟ ଅଛନ୍ତି ସପ୍ତମରେ। କିନ୍ତୁ 16 ନଭେମ୍ବର ପରେ କିଛି ନା କିଛି କନଫ୍ୟୁଜ ଆପଣଙ୍କ ମନରେ ଆସିପାରେ। କନଷ୍ଟ୍ରକ୍ସନରେ ଟିକେ ଅପ ଡାଉନ ହୋଇପାରେ, କିନ୍ତୁ 16 ନଭେମ୍ବର ପୂର୍ବରୁ ପଢା ପ୍ରତି ବହୁତ ଭଲ ରହିଛି, ମନ ଲାଗିବ ଏବଂ
कौन सी कोचिंग क्लासेस जमती कहले ट्यूशन रहिला आपण जदि जॉइन भी करि थांती ना आपण चाहिए परिवर्तन करबा पई किछि ना किछि परिवर्तन आशंका रहउची खास करिकी 16 नवेम्बर भितरे आसंतु चर्चा करिनेबा लव रिलेशन प्रेम संपर्क केमिति रहिबा आपणकर प्रेमी जुगल मानकर केते पॉजिटिव रहउची केते नेगेटिव रहउची से विषय में चर्चा करिबा। लव रो स्थान मध्य प्रेम जीवन स्थान मध्य पंचम गृह ही देखा जाए यही गृह शिक्षा मध्य देखा जाए यही गृह संतान भाव मध्य देखा जाए आपणकर निज निज भितरे मिसअंडरस्टैंडिंग हवा स्वाभाविक देखा जाउछि। खराब किछि ना किछि निज भितरे मनोमालिन्य देखा जिबा कौनसी कारणरू आपण समय जदि सामना वाला माने समय देई पारु नथिबे किंबा एई मास मोटामोटी कहवाकू गले आपणक लव रिलेशन रे ध्यान दबार अछि कौनसी प्रकार सामना वाला आपण बुझी भी न पारती छोट छोट कथा को लेकिन जुक्ति तर्क लगी जाई पारे एप्रति आपन ध्यान दबाकू पड़िबो एवं निज बाणी रे मध्य आपन को कंट्रोल करबाकू पड़िबो। ए मास मु जेमती कहली विशेष ध्यान दबार अछि लव रिलेशन रे कहीं ना केतु होतांती डिससैटिस्फैक्शन रही से अछंती पंचम गृह रे तेणु आपण को मन रे कंफ्यूज आसीबो प्रत्येक कथा को लेकिन सामना वाला को डाउट करिवे से किछि भी करंतु आपण को मन को डाउट आसीबा स्वाभाविक किंतु एठी जो देखिबा 16 नवेम्बर भितर सब देखा जिबार संभावना देखा जाउछि। 16 नवेम्बर पर जेतेबेले सेकेंड हाउस को सूर्य द्वितीय गृह को सूर्य एवं मंगल मध्य देखिबे ना तापर किछि ना किछि परिवर्तन देखा जिवो किछि सुधार आसीबार संभावना देखा जाउछि किंतु 16 नवेम्बर पर्यंत खास करिकि आपणकर बुझामणा भितरे किछि खास जुक्ति तर्क करंतु नै किछि कथा को नै कि आपण पई बेटर रहयो। चर्चा करिनेबा मैरिज लाइफ कपुल मानकर किपरि रहबो दाम्पत्य जीवन। 7th हाउस सप्तम गृह आम मैरिड लाइफ देखा जाए वैवाहिक जीवन चर्चा करा जाए ये सप्तम गृह रे शुक्र अवस्थान करिसंती निज राशि रे ही बसिसंती एवं आमे समस्ते जानिचे मु सबुबेले कहि आछि शुक्र हेउचंती सुखर कारक लग्जरियस कारक कौनसी सुख द्रव्य किनिबा कौनसी बुलाबुली करिबा ए सबु मन मुताबक कार्य करिबा ए सब शुक्रंकर कार्य ही होइताए। तेणु 7th लॉर्ड होई 7th स्थान रे माने सप्तम रो स्वामी होई सप्तम स्थान रे अछंती बहुत भलो बनाइबे मैरिड लाइफ को सांगरे सूर्य मध्य अछंती सूर्य निचर अवश्य अछंती लाइफ पार्टनर को भितरे टिके किछिटा मात्रा रे अग्रसन राग जल्दी रागी जिबा जल्दी डिसीजन नै जिबा डोमिनेटिंग करिबा कंप्लेन आनिबा ए सबु किछि ना किछि देखा जिबार संभावना देखा जाउछि किंतु एठी चिंता करंतुनी शुक्र जेहेतु अछंती ना सबु किछि संभाळे नेबे किछि भी प्लान करूचंती खास करी जदि किछि प्लान करूचंती किछि किनिबा ऊपर हो किछि डेकोरेट आइटम आपण घर सजासजी ऊपर हो किंबा किछि जानवाहन क्रय ऊपर हो किंबा पाख जागा को यात्रा करबा को हो किछि धर्म स्थान को किछि तीर्थ स्थान को यात्रा करबा को प्लान करूचंती आपण पई पूरा साथ मिलिबो प्लान करंतु एवं लाइफ पार्टनर आपनकर साथ देबे निश्चय। परवर्ती चर्चा करिबा भाग्य संपर्क रे सबुठारु महत्वपूर्ण विषय रे भाग्यर स्वामी भाग्य देखा जाए नवम गृह ही चर्चा कर नवम स्थान होता है भाग्यर नवम स्थान होता है पितांकर नवम स्थान होता है उच्च शिक्षा प्राप्तिर एवं भाग्यर स्वामी जे कि बृहस्पति गुरुदेव गुरु बृहस्पति से अच्छा आपण राशि रे चतुर्थ गृह रे पूरा 12 वर्ष पर नवम स्थान को आसी माने भाग्य स्थान को से पुणी उच्चर होइकी भाग्यर कनेक्शन सीधा चतुर्थ गृह रे होइकी दशमाधिपति दशम गृह को देखुचंती एवं द्वादश घर मध्य कनेक्शन बनुची। तेणु समस्त जानिचे कि दशम गृह होता है कर्मर होता है और द्वादश घर होता है एक्सपेंस रो एवं दूर यात्रा रो बहुत भलो अछि पूरा बहुत बढ़िया रहिबो आपण पई बृहस्पति जेहेतु केंद्र रे अछंती किछि भी जदी बड़ काम करिबा पई चाहंती
କୌଣସି ଯଦି ଜୀବନରେ କୌଣସି ପ୍ରକାର ପ୍ରୋବ୍ଲେମ ଥିଲା ସେଠୁ ଆପଣଙ୍କୁ ମୁକୁଳିବେ। ସେ କୋର୍ଟ କଚେରୀ ହଉ, ଥାନା କଚେରୀ ହଉ, କିମ୍ବା ଜମି ଡିଲ୍ ଯଦି କରୁଥାନ୍ତି, ଜମିରେ ଯଦି ଫସିଥିଲେ ସେଠି ଆପଣଙ୍କୁ କିଛି ସମସ୍ୟା ଥିଲା, ସେଥିରୁ ଆପଣ ବାହାରିବେ। 27 ନଭେମ୍ବରକୁ ମଧ୍ୟ କହି ରଖିବାକୁ ଚାହିଁବି, ଶନି ମଧ୍ୟ ମାର୍ଗୀ ହଉଛନ୍ତି। ତେଣୁ ଦ୍ୱାଦଶ ଘର ଆପଣଙ୍କ ପାଇଁ ବହୁତ ବେଟର ରହୁଛି ଦୂରଯାତ୍ରା କରିବା ପାଇଁ। କୌଣସି ପ୍ରକାର ଯଦି କର୍ମକ୍ଷେତ୍ରରେ ଯଦି ଉନ୍ନତି କରିବା ପାଇଁ ଚାହୁଁଛନ୍ତି ତାହା ମଧ୍ୟ ଆପଣଙ୍କ ପାଇଁ ବେଟର ଅଛି। ଗୃହ ନିର୍ମାଣ ଯଦି ଅଧାରେ ଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଏଠି ଦେଖାଯାଉଛି। ଆସନ୍ତୁ ଚର୍ଚ୍ଚା କରିନେବା କ୍ୟାରିୟର ସମ୍ପର୍କରେ। ଯେଉଁମାନେ କର୍ମ କରୁଛନ୍ତି ତାଙ୍କ ପାଇଁ ମଧ୍ୟ, ଯେଉଁମାନେ ଜବରେ ଅଛନ୍ତି, ଯେଉଁମାନେ ଜବ ପାଇନାହାନ୍ତି ତାଙ୍କ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିବା। କ୍ୟାରିୟର ଗୃହ ଦଶମ ସ୍ଥାନ ଦେଖାଯାଇଥାଏ। ଦଶମ ଗୃହରୁ କ୍ୟାରିୟର ଦେଖାଯାଇଥାଏ, କର୍ମସ୍ଥାନ ଦେଖାଯାଇଥାଏ ଏବଂ ଦଶମାଧି ସ୍ୱାମୀ ଏଠି ଶନି ଅଛନ୍ତି ଦ୍ୱାଦଶରେ। ଏଠି କହିବାକୁ ଗଲେ ସିଧା କଥା, ଶନି ଯେହେତୁ ଅଛନ୍ତି ଆପଣଙ୍କର ରେସ୍ପନ୍ସିବିଲିଟି ବଢିବ, ଦାୟିତ୍ୱ ବଢିବ, ଟ୍ରାଭେଲିଂ ମଧ୍ୟ ବଢିବାର ଅଧିକ ସମ୍ଭାବନା ଅଛି। କାହିଁକି ନା ଯେହେତୁ ଦ୍ୱାଦଶରେ ଅଛନ୍ତି ଆପଣଙ୍କର ପରିଶ୍ରମ ରହିବ, ମ୍ୟାଚୁରିଟି ହବା ପାଇଁ ଆପଣଙ୍କୁ ପଡିବ। ଆପଣ ବସନ୍ତୁନି, ବସିବା ଦ୍ୱାରା ଆପଣଙ୍କୁ ଥିବା ନେଗେଟିଭ ଭାବନା ଆପଣଙ୍କ ମାନଙ୍କୁ ଆସିବା ସ୍ୱାଭାବିକ। କର୍ମକାରକ ଗ୍ରହ ଶନି ଦେବତା, କର୍ମ କରିବାକୁ ହିଁ ପଡିବ। କାହିଁକିନା ଶନି କାହାକୁ ବସେଇ ଦିଅନ୍ତି ନାହିଁ, ଏ ସମୟରେ କର୍ମ କରାନ୍ତି, ଆପଣଙ୍କର ଦାୟିତ୍ୱ ଦିଅନ୍ତି, ଆପଣଙ୍କୁ ଆଗକୁ ବଢିବା ପାଇଁ ସମୟ ଦିଅନ୍ତି ଏବଂ ଉତ୍ସାହିତ ମଧ୍ୟ କରାଇଥାନ୍ତି ଶନି ଦେବତା। ଯେଉଁମାନେ ଖାସ କରିକି ବାହାରକୁ ଯିବାକୁ ଚାହୁଁଥିଲେ, ଏମଏନସି କମ୍ପାନୀ ହଉ କିମ୍ବା ଯେକୌଣସି ଫରେନ୍ କଣ୍ଟ୍ରି ହଉ, ସେମାନଙ୍କ ପାଇଁ ମଧ୍ୟ ବହୁତ ଭଲ ସୁଯୋଗ ଆସିବ। 27 ନଭେମ୍ବର ପରେ ବହୁତ ବଢିଆ ରହିଛି ଯେଉଁମାନେ ବାହାରକୁ ଯିବା ପାଇଁ ଚାହୁଁଛନ୍ତି। ତାପରେ ତା ସଙ୍ଗେ ସଙ୍ଗେ ଯେଉଁମାନଙ୍କର ପ୍ରମୋସନ ହଉ ଚେଞ୍ଜ ହୋଇପାରେ ସମ୍ଭାବନା ଦେଖାଯାଉଛି, ପରିବର୍ତ୍ତନ ଜବକୁ ନେଇକି। କିନ୍ତୁ ଏଠି ଗୋଟେ କଥା, ବାଣୀକୁ ନେଇକି, ଆପଣଙ୍କ କଥାକୁ ନେଇକି ଟିକେ କଣ୍ଟ୍ରୋଲ କରନ୍ତୁ। କାହିଁକି ନା 16 ନଭେମ୍ବର ପରେ ସୂର୍ଯ୍ୟ ମଧ୍ୟ ଉଚ୍ଚ ସ୍ତରରେ ରହୁଛନ୍ତି ଏବଂ ମଙ୍ଗଳ ମଧ୍ୟ ଦେଖୁଛନ୍ତି। ମଙ୍ଗଳ ହେଉଛନ୍ତି ଆମର ବାଣୀର କାରକ ହୋଇଥାନ୍ତି, ତେଣୁ ବାଣୀ ଉପରେ ଆମର କଣ୍ଟ୍ରୋଲ ରହେନି। ତେଣୁ କିଛି କଥା ଏମିତି ବି ନ ହଉ ସାମ୍ନା ବାଲା ବିଗିଡି ଯାଉ, କିମ୍ବା ଆପଣ ଯୋଉଠି କାମ କରୁଛନ୍ତି ୱାର୍କ ପ୍ଲେସରେ କିଛି ଖରାପ ମାହୋଲ ହଉ, ଆପଣଙ୍କ କଥାରେ ଟିକେ କଣ୍ଟ୍ରୋଲ ରଖନ୍ତୁ। ବାକି ସବୁ ବହୁତ ବଢିଆ ରହିଛି। ଆପଣଙ୍କ କଥା ଉପରେ ଟିକେ ଧ୍ୟାନ ଦେବାର ଅଛି ମାସରେ। କିନ୍ତୁ କ୍ୟାରିୟର ଦେଖିବାକୁ ଗଲେ ଯୋଉମାନେ ଜବ୍ ପାଇନାହାନ୍ତି ନା, 27 ନଭେମ୍ବର ପରେ ଖାସ କରିକି ଆପଣଙ୍କ ପାଇଁ ବହୁତ ବେଟର ସୁଯୋଗ ଆସିବ ଏବଂ ଅପରଚୁନିଟି ଆସିବ ଏବଂ କିଛି ନା କିଛି ପଜିଟିଭ ରିପ୍ଲାଏ ମିଳିବା ପାଇଁ ଯାଉଛି। ବିଜନେସ କଥା ଆମେ ଯଦି କଥା ହବା, ବିଜନେସକୁ ନେଇକି ମଧ୍ୟ ଏ ମାସ ଭଲ ଅଛି। ଖାସ କରିକି 25 ନଭେମ୍ବର ପରେ ବହୁତ ବଢିଆ ରହୁଛି। ଯେବେ ବୁଧ ହଉଛନ୍ତି ବାଣିଜ୍ୟର କାରକ, ବୁଧ 25 ନଭେମ୍ବରରେ ସପ୍ତମକୁ ଟ୍ରାନଜିଷ୍ଟ କରିବେ। ତେଣୁ ଏ ମାସ ଦେଖିବାକୁ ଗଲେ ପୁରା ବିଜନେସକୁ ନେଇକି ବହୁତ ବଢିଆ ରହୁଛି। ଶୁକ୍ର ମଧ୍ୟ ସପ୍ତମ ଗୃହରେ ଅଛନ୍ତି। ଶୁକ୍ର ହଉଛନ୍ତି ଡେଲି ଇନକମର କାରକ ହୋଇଥାନ୍ତି। ଯେହେତୁ ସପ୍ତମ ଗୃହରେ ଅଛନ୍ତି ଆପଣଙ୍କର ଡେଲି ଇନକମ ବଢିବାର ସୁବିଧା ରହୁଛି ଏବଂ ଆପଣଙ୍କର ଖାସ କରିକି ବ୍ୟବହାରରେ ଗ୍ରାହକ ସନ୍ତୁଷ୍ଟ ହେବେ। ତେଣୁକରି ବ୍ୟାପାରର ବୃଦ୍ଧି ହେବାର ସମ୍ଭାବନା ଅଧିକ ଦେଖାଯାଉଛି। ଉପାୟ ପ୍ରତିକାର କଣ କରିବେ, ଯୋଉଟା କି ଆମ ପାଖକୁ କିଛି ବି ନେଗେଟିଭ ଭାବନା ଆସୁଥାଏ, ନେଗେଟିଭ ଗ୍ରହ ଆସୁଥାଏ, ଆମେ କିଛିଟା ମାତ୍ରାରେ ପରିବର୍ତ୍ତନ କରିପାରିବା। ତେଣୁ ଆପଣଙ୍କର ଯେହେତୁ ଶନିଙ୍କର ଢିଆ ଚାଲୁଛି, ତେଣୁ ଶନିଙ୍କର ବୀଜ ମନ୍ତ୍ର 108 ଥର ପାଠ କରନ୍ତୁ ଏବଂ ହନୁମାନ ଚାଳିଶା ଛାଡନ୍ତୁ ନାହିଁ। ହନୁମାନ ଚାଳିଶାର ପାଠ କରିକି ହିଁ ରୁହନ୍ତୁ। ଏବଂ ଯେତେବେଳେ ବାହାରକୁ ଆପଣ ବାହାରୁଛନ୍ତି ତ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଛାଡନ୍ତୁ ନାହିଁ। ତମ୍ବା ପାତ୍ରରେ ଦେଲେ ଆପଣଙ୍କ ପାଇଁ ବହୁତ ଭଲ ରହିବ। ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରନ୍ତୁ, ଆପଣଙ୍କ ପାଇଁ ଶୁଭମୟ ହେବ। ତେଣୁ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣଙ୍କୁ ଭିଡିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଆପଣ ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ଆପଣଙ୍କର ମତାମତ ଜଣାନ୍ତୁ ଏବଂ ଆମ ସହ ଯୋଡି ହୋଇ ରୁହନ୍ତୁ। ଜୟ ଜଗନ୍ନାଥ।